आज 16 तारीख को आमे 11 जनों को गिरफ्त करू छू ब्राउन शुगर केस से। हमारा ऑनरेबल डीजीपी सरंकर अंडर रे हमारा निशामुक्त ओडिशा अभियान चली थी। से दिगरे आमे गोटे स्पेशल टीम गठित होइतिला अंडर ओपीएस शुभजीत बिस्वाल आउ टाउन पीएस आईएसी प्रज्ञाकर। आमे रेड करिथिलु। आमे पाइथिलु 10 जणे से माने ब्राउन शुगर और गंजाई धरिकी थिले। से माने बिक्री करबा पाई प्लानिंग करथिले। ଆଉ ତାକୁ ଆମେ ପଚରାପଚରି କରିଲୁ କି କୋଉଠୁ ତୁମେ ସୋର୍ସ କରୁଛ ସପ୍ଲାୟର କିଏ, ତ ସେମାନେ ଆମକୁ କିଙ୍ଗପିନର ନାଁ ବି ଜଣାଇଲେ। ଶିବରପିତ ନାଁ ଅଛି ତାର। ତ ଆମେ ତାକୁ ବି ଧରିଲୁ ତାପରେ। ତ ଟୋଟାଲ 11 ଜଣେ ଗିରଫ ହେଇଛନ୍ତି। ତା ସାଙ୍ଗରେ ଆମେ ସିଜ୍ କରୁଛୁ 7 ଗ୍ରାମ ବ୍ରାଉନ୍ ସୁଗର ଆଉ 22 କେଜି ଗଞ୍ଜେଇ। ଏଇଟା ସବୁ ଡ୍ରଗ୍ସର ଟୋଟାଲ ଭ୍ୟାଲ୍ୟୁ ହେଉଛି 3 ଲକ୍ଷ ଟଙ୍କା ପାଖାପାଖି। ତା ସହିତ ଆମେ ସିଜ୍ କରୁଛୁ 2ଟା ବାଇକ୍, 7ଟା ମୋବାଇଲ। ଏମିତି କରିକି ଆମର କେସ୍ ହେଇଛି। ପ୍ରଥମ ଥର ପାଇଁ ବଡ଼ ଧରଣର କାର୍ଟେଲକୁ ଆଦିବାସୀ ସଫଳ ହେଇଛି। କିନ୍ତୁ କାର୍ଟେଲକୁ ଆଉ ଯେଉଁମାନେ ଇନଭଲ୍ଭ ହେଉଛି ତାପରେ ଚାଲିଛି ଆମର କିଛି ଦିନ ପୂର୍ବରୁ ହିଁ ଆମେ ଆଉ ଗୋଟେ ବ୍ରାଉନ୍ ସୁଗର କେସ୍ କରିଥିଲୁ। ଏବେ ବି ଚାଲିଛି 11 ଜଣ ଫରୱାର୍ଡ ହେଇଛନ୍ତି। ତ ନିହାତି ବଡ଼ ସ୍କେଲରେ ଟିକେ ବ୍ରାଉନ୍ ସୁଗର ଉପରେ ରେଡ୍ ଚାଲିଛି। ଆଉ ବାକି ଜଣେ ବି ଆମର ରେଡାରରେ ଅଛନ୍ତି, ଆମେ ତାଙ୍କୁ ବି ଧରିଛୁ। କ'ଣ ତାହାର ତାପରେ ଲିଙ୍କ୍ ରହୁଛି କି ଯେଉଁ କାରବାର କରୁଛନ୍ତି जोटा प्रिलिमिनरी इंक्वायरी जना पड़ुची से माने भुवनेश्वर नयागढ़ साइड प्रिपेयर करथिले। सेटा भी हमारे रेडार रे अछि, इन्वेस्टिगेशन चली।